ପରିବା ରେଟ୍ ତ ବର୍ତ୍ତମାନ ଚାଷ ପାଇଁକି ଲୋକ ଆଗବାର ନାହାନ୍ତି। ଯେଉଁ ମାଗଣା ଚାଉଳ ପାଇଲେ ସେଥିଲାଗି ଆଉ ଲୋକମାନେ ଚାଷ କରିବା ପାଇଁ ଆଉ ଇଚ୍ଛୁକ ନୁହଁ। ସରକାର ତ ସବୁ ଯୋଗାଇ ଦେଲା, ମାଗଣାରେ ସବୁ କିଛି ଯୋଗାଇ ଦେଲା, ଚାଉଳଠାରୁ ଆରମ୍ଭ କରି ଆଉ ସବୁଠୁ ସବୁ ମାନେ ସ୍କୁଲମାନଙ୍କ ପାଇଁକି ଡ୍ରେସ୍ଠୁ ଆରମ୍ଭ କରି ବହିପତ୍ର ଖାତା ସବୁ ଯୋଗାଡ଼ କରିଦେଲା। ଆଉ ତେଣୁକରି କୌଣସି ରାଜି ନୁହନ୍ତି ସବୁ ଖଟିବା ପାଇଁକି। ଖଟିଲେ ସିନା ବିଲରେ ପନିପରିବା ସବୁ ହେବ। ତେଣୁକରି ତ ଖଟୁ ତ ନାହାନ୍ତି, ଆଉ ପରିବା କ'ଣ ହେବ? ହଁ ସେଇଟା ବାସ୍ ସେତିକିରେ ସେମାନେ କାହିଁକି ଆଉ ତ ଦେଶର ଆଉ ନାହିଁ ଭଲ ପରିସ୍ଥିତି। ଆଉ ସମସ୍ତେ ଚାହିଁଲେ କେମିତି ଉପରି କମେଇବା ପାଇଁକି ପରିଶ୍ରମ କରିବାକୁ ରାଜି ନୁହେଁ ବର୍ତ୍ତମାନ ଯୁଗରେ କୌଣସି ମାନେ ମନୁଷ୍ୟ। ଆଉ ମଳିମୁଣ୍ଡିଆ ମାନେ ମରୁଛନ୍ତି, ମଝିମଝିଆ ମାନେ ମରୁଛନ୍ତି। ଯେଉଁମାନେ ସରକାର ଚାକିରି ସେମାନେ କୋଟିପତି ହେଉଛନ୍ତି, ସରକାର ତାଙ୍କୁ ବେଶୀ ଇଏ କରୁଛି। ଆଉ ଆମେମାନେ ମଝିମଝିଆ ସବୁ ମରୁଛେ ଆଉ କ'ଣ। କଥା ଯାଇପାରୁନାହିଁ, ବାଟରେ ସବୁ ବାଟ ମାରଣା ହେଉଛି। ଲୋକଙ୍କ ପାଖେ ଯେତିକି ପହଞ୍ଚିବା କଥା ପହଞ୍ଚି ପାରୁନାହିଁ। ତ ଆଉ ଗୋଟେ କଥା ଆମେ ଦେଖୁଛୁ ଶୀତଳ ଭଣ୍ଡାର ଓଡ଼ିଶାର ଅଭାବ। ଶୀତଳ ଭଣ୍ଡାର ତ ଆମ ବୟାଳିଶ ବଜାର ବି ଗୋଟେ ବନ୍ଦ ହେଇଗଲା, ବହୁତ ପୁରୁଣା। ଏଇଠି ମୁହଁ ଦେଖିବା ପାଇଁ ଚାହିଁବି, ଓଡ଼ିଶାରେ ଯଦି ଚାଷୀ କାହାକୁ କୁହାଯାଏ କଟକ ସହରକୁ ଯଦି କିଏ ପରିବା ଯୋଗାଏ ସେ ହେଉଛି 42 ମୌଜା। ଯେଉଁଠି ଦେଖିବେ ଯାହା ଘରେ ଦେଖିବେ ଆଳୁ ଠାରୁ ଆରମ୍ଭ କରି ପାଳଙ୍ଗ ବିଭିନ୍ନ ପ୍ରକାର ଫସଲ ଆମଦାନୀ କରାଯାଏ, ଅମଳ ହୁଏ। ମୁଖ୍ୟ ପରିବା ଥିଲା 42 ବଜାର ଆଳୁ। ଯେହେତୁ କୋଲେଷ୍ଟ୍ରୋଲଟି ଥିଲା ସେଥିଲାଗି ଆଳୁ ଚାଷଟା ବେଶୀ ପ୍ରାଧାନ୍ୟ ଦେଉଥିଲେ। ଆଉ ତ ବର୍ତ୍ତମାନ ଆଳୁ ଚାଷ ନାହିଁ, ବିଲବାଡ଼ି ତ ନାହିଁ, ସବୁ ବିଲ୍ଡର ମାନେ ପଶି ସବୁ ଜାଗା ବାଡ଼ି ସବୁ କିଣିନେଲେଣି, ଲୋକ ବିକ୍ରି ବଟା କରିସାରିଲେଣି। ଆଉ ଆଳୁ ଚାଷ ଉପରେ ଆଉ ନାହିଁ। ପନିପରିବା ବି ଚାଷ ବହୁତ କମିଗଲାଣି। କଟକ କେବଳ ଛତ୍ର ବଜାରକୁ ଯୋଗାଉଥିଲା 42 ବଜାର ଫସଲ। ଆଉ ତ ଫସଲ କରୁନାହାନ୍ତି, ଆଉ ଯୋଗେଇବେ କ'ଣ? ବହୁତ 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 ମାଙ୍କଡ଼ କିଛି ପ୍ରତିକାର ନାହିଁ। ମାଙ୍କଡ଼ କୌଣସି ଯେଉଁ ମାଙ୍କଡ଼ ପାଇଁ ସରକାରଙ୍କର କୌଣସି ପଦକ୍ଷେପ ନାହିଁ। ଏପଟେ ବି ବନ ବିଭାଗ ପୁଣି ଆପଣଙ୍କ 42 ମୌଜା ଗଲାବେଳକୁ ଡାହାଣ ପଟେ ପଡ଼ିବ ଘାଟଗୁଳ। ତଥାପି କାହିଁକି ଏଭଳି ବାରମ୍ବାର ହେଉଛି? ଚାଷୀଙ୍କ ଦୁଃଖ ଆମେ ଦେଖୁଛୁ, ଧାନ ଗୁଡ଼ିକ ବିଲରେ ଗଜା ହେଲା, ବିଭିନ୍ନ ମେଥି ଶାଗ ଠାରୁ ଆରମ୍ଭ କରି ପାଳଙ୍ଗ ବିଭିନ୍ନ ପ୍ରକାର ଫସଲ ସବୁ ସଢ଼ିଗଲା। କିନ୍ତୁ ଆ ପାଇଁ କି ଉତ୍ତରଦାୟୀ ନା ଆପଣଙ୍କର ଏମ୍ଏଲ୍ଏ କ'ଣ କରେ? ଆଜ୍ଞା, ଆପଣଙ୍କ ନୂଆ ଏମ୍ଏଲ୍ଏ ପ୍ରତିନିଧି ଦେଇଦେଲେ ସବୁ କରିବେ ତ କହିଛନ୍ତି, ସବୁ କରିଲେ ଜଣାପଡ଼ିବ। ତ 7 ମାସରେ କେତେ ଥର ଇଲେକ୍ସନ୍ ପରେ ଭିଜିଟ୍ କଲେଣି? ହଁ, ପ୍ରାୟ ଆସିଛନ୍ତି, 10-15 ଥର ଆସିଛନ୍ତି। ଇଲେକ୍ସନ୍ ପରେ ଆସିଛନ୍ତି। ଆଉ ଯାହା ଆମେ ଜାଣିବାକୁ ପାଉଛୁ ଯେ ସେ ଭଲ ଲୋକଟି। ଦେଖାଯାଉ କ'ଣ କାର୍ଯ୍ୟରେ କରୁଛନ୍ତି, ଦେଖାଉଛନ୍ତି, ସେଇଟା ହେଉଛି ସମୟ କହିବ। ଦେଖାଯାଉ କ'ଣ ହେଉଛି।